ଆଦର୍ଶ କହିବେ, ମା କହୁଥିଲେ ପଲ୍ଲବୀ କୋଉଠି ଅଛନ୍ତି ତମେ ଜାଣିଛ? ଏହାପରେ ଗୌରବ କହିବେ, ହଁ ଜାଣିଛି। କିନ୍ତୁ କହୁଥିବେ ଆଉ ମମତା ହାତକୁ ଧରି ମୁଣ୍ଡ ହଲେଇ ନାଇଁ କହିବେ। ତାପରେ ଗୌରବ ହାତକୁ ଛଡ଼େଇ କହିବେ, ନାଇଁ ମା, ନାଇଁ, ବହୁତ ହେଇଗଲା। ମୁଁ ବହୁତ ଚୁପ୍ ରହିଗଲି। ଆଉ ମୁଁ ଚୁପ୍ ରହି ପାରିବିନି। ଏବେ ମୁଁ ଆଦର୍ଶକୁ ସବୁ କିଛି ଜଣେଇ ଦେବା ନିହାତି ଜରୁରୀ। ଏହାପରେ ମାୟା କହିବେ, ହଁ ମମତା, ବହୁତ ହେଇଗଲା। ଗୌରବ ଯାହା କହୁଛି ଠିକ୍ କହୁଛି। ଏବେ ସତ କ'ଣ ଆଦର୍ଶ ଜାଣିବା ଉଚିତ। ତାପରେ ଆଦର୍ଶ କହିବେ, ତା ମାନେ ତମେମାନେ ଆହୁରି କିଛି ଲୁଚେଇଛ ମୋ ପାଖରେ। କୁହ, ତମେମାନେ କ'ଣ ଲୁଚେଇ ରଖିଛ? ମୁଁ ପଚାରୁଛି ପରା, କହୁନ କ'ଣ ପାଇଁ? କୁହ, କୁହ ମତେ। ମୁଁ ପଚାରୁଛି କୁହ, କୁହ ମତେ ପ୍ଲିଜ୍। ତାପରେ ଗୌରବ କହିବେ, ରୂପସା ପଲ୍ଲବୀଙ୍କୁ ଆଉଟ୍ ଅଫ୍ କଣ୍ଟ୍ରି ପଠେଇବାକୁ ଅଲରେଡି ଟିକେଟ୍ କରି ସାରିଥିଲେ। ତାପରେ ଆଦର୍ଶ କହିବେ, ଆଉଟ୍ ଅଫ୍ କଣ୍ଟ୍ରି? ପୁଣି ଗୌରବ କହିବେ, ହଁ, ସବୁଦିନ ପାଇଁ। କିନ୍ତୁ ମୁଁ ଏସବୁ କଥା ଜାଣିଲା ପରେ ରୂପସାଙ୍କୁ ଟିକେଟ୍ କ୍ୟାନ୍ସେଲ୍ କରିବା ପାଇଁ ପ୍ରେସର ପକେଇଥିଲି। ରୂପସା ଟିକେଟ୍ କ୍ୟାନ୍ସେଲ୍ ବି କରିଥିଲେ। କିନ୍ତୁ ପଲ୍ଲବୀଙ୍କ ଫୋନ୍ ସତକୁ ସତ ସୁଇଚ୍ ଅଫ୍ ଅଛି। ମୁଁ ଟ୍ରାଏ କରିଛି। ତେଣୁ ଶେଷରେ କିଛି ବାଟ ନ ପାଇ ମୁଁ ଆଉ ମା, ଆମେ 2 ଜଣ ଯାକ ରଞ୍ଜନ ଅଙ୍କଲଙ୍କ ଘରକୁ ଯାଇଥିଲୁ। କିନ୍ତୁ ଆମେ ସେଠି ପହଞ୍ଚିଲା ବେଳକୁ ପଲ୍ଲବୀ ସେଠୁ ବି ଚାଲି ଯାଇଥିଲେ। କାଳେ ସେ ସେଠୁ ଏୟାରପୋର୍ଟ ଯାଇଥିବେ ବୋଲି ସେଇଥିପାଇଁ ଆମେ 2 ଜଣ ଏୟାରପୋର୍ଟ ଗଲୁ। ହେଲେ ପଲ୍ଲବୀ ସେଠି ବି ନଥିଲେ। ଏହା ଶୁଣି ଆଦର୍ଶ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ଗୌରବ କହିବେ, ଏବେ ଯେତେ ଚେଷ୍ଟା କଲେ ବି ପଲ୍ଲବୀ ସହିତ ଯୋଗାଯୋଗ ହେଉନି ଆଦର୍ଶ। ଏବେ ସେ କୋଉଠି ଅଛନ୍ତି କିଛି ବି ଜାଣି ହେଉନି। ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ସମସ୍ତଙ୍କ ଉପରେ ରାଗିବେ କି ପଲ୍ଲବୀଙ୍କ ସତ ଲୁଚେଇଥିଲେ ବୋଲି? ଆମକୁ କମେଣ୍ଟ କରି ଜଣାନ୍ତୁ।